ମାର ଋଣ କେବେ କ'ଣ ସୁଝି ହୁଏ? ଗୋଟେ ନଗରୀରେ ଏକ ଧନୀ ଜମିଦାର ରହୁଥିଲେ। ଜମିଦାରଙ୍କ ମୁଣ୍ଡକୁ ଦିନେ ଏକ ଧାରଣା ଆସିଲା ଯେ ସେ ନିଜ ଜୀବିତ ଅବସ୍ଥାରେ ମାତୃ ଋଣ ପରିଶୋଧ କରିବେ। ଏହି କାରଣରୁ ସେ ଦିନେ 1,00,000 ଟଙ୍କାର ସୁନା ମୋହର ଥିବା ଏକ ଥାଳି ନେଇ ମାଙ୍କ ପାଦ ତଳେ ଅର୍ପଣ କରି କହିଲେ, ମା, ତୁମେ ଏହି ଲକ୍ଷ ସୁନା ମୁଦ୍ରାକୁ ଗ୍ରହଣ କର। ତୁମେ ସନ୍ତୋଷ ଲାଭ କଲେ ମୁଁ ମାତୃ ଋଣରୁ ଅବଶ୍ୟ ମୁକ୍ତି ପାଇବି। ମା ପୁଅର ମନ କଥା ଜାଣିପାରି କହିଲେ, ବାବୁରେ, ମୋର ଏହି ସ୍ୱର୍ଣ୍ଣ ମୁଦ୍ରା ଦରକାର ନାହିଁ। ତୁ ଆଜି ରାତିରେ ମୋ ପାଖରେ ଶୋଇପାରିବୁ। ମାଙ୍କର ଏହି ସାମାନ୍ୟ ଇଚ୍ଛା କ'ଣ ଜମିଦାର ପୂରଣ କରିପାରିବେ ନାହିଁ? ଜମିଦାର ତୁରନ୍ତ ସମ୍ମତି ଦେଲେ। ରାତିରେ ଶୋଇବାକୁ ଗଲେ ମା ପୁଅ। ଜମିଦାରଙ୍କୁ ଛାଇ ନିଦ ଆସିଛି। ମା କହିଲେ, ବାବୁରେ, ମୋତେ ଗିଲାସେ ଥଣ୍ଡା ପାଣି ପିଇବାକୁ ଦେଲୁ। ଜମିଦାର ତୁରନ୍ତ ପାଣି ଗିଲାସଟେ ଧରାଇ ଦେଲେ ମାଙ୍କୁ। ମା ଅଳ୍ପ ପାଣି ପିଇ ବାକିତକ ବିଛଣାରେ ଢାଳିଦେଲେ। ଜମିଦାର ସାମାନ୍ୟ ବିରକ୍ତ ହୋଇ ବିଛଣାକୁ ସଫା କଲେ। ମା ମଧ୍ୟ ନିଜର ଭୁଲ ସ୍ୱୀକାର କଲେ। ଉଭୟ ପୁଣି ଶୋଇବାକୁ ଗଲେ। ଜମିଦାରଙ୍କୁ ଭଲ ନିଦ ଆସିଯିବାରୁ ମା ତାକୁ ପୁଣି ହଲାଇ ଉଠାଇଲେ ଓ ପାଣି ପିଇବାକୁ କହିଲେ। ଜମିଦାର ଅଧିକ ବିରକ୍ତ ହୋଇ କହିଲେ, ମା, ତୁମେ କ'ଣ ଆଜି ଖାଇଛ କି? ଏତେ ଶୋଷ ଲାଗୁଛି, ପୁଣି ଜାଣିନ ବିଛଣାରେ ପାଣି ଢାଳି ଦେଉଛ। ମା କହିଲେ, ନା, ଆଉ ଏପରି ହେବ ନାହିଁ। ତୁ ଏଠାରେ ଆରାମରେ ଶୋଇପଡ଼। ବୁଢ଼ୀ ହେଲେଣି ତ, ହାତ ଧରୁଛି। ମା ପୁଅ ଉଭୟ ପୁଣି ଶୋଇଗଲେ। କିଛି ସମୟ ପରେ ମା ପୁଣି ପୂର୍ବ ପରି ପାଣି ମଗାଇଲେ ଓ ସବୁ ପାଣି ବିଛଣାରେ ଢାଳିଦେଲେ। ଜମିଦାର ଏହା ଦେଖି ଭୀଷଣ ରାଗିଗଲେ ଓ କହିଲେ, ମା, ଦେଖୁଛି ତୁମେ ମୋତେ ଟିକେ ଶାନ୍ତିରେ ଶୋଇବାକୁ ଦେବନି। ଅଦା ବିଛଣା ବଦଳାଇ ଦେଉ ଦେଉ କହିଲେ, ଏଥର ତୁମେ ପାଣି ଗିଲାସେ ପିଇ ମରିବା ଚିନ୍ତା କର। ଏହା ଶୁଣି ମା କହିଲେ, ଏଥର ତୋର ପୁତ୍ର ଋଣ ସୁଝିଗଲା। ଜମିଦାର କିଛି ବୁଝିପାରିଲେ ନାହିଁ। ସେ ଆବାକାବା ହୋଇ ମା ମୁହଁକୁ ଚାହିଁ ରହିଲେ। ପୁଅକୁ ଏହାର ମର୍ମ ବୁଝାଇବାକୁ ଯାଇ ମା ଜମିଦାରଙ୍କ ଜନ୍ମ ବୃତ୍ତାନ୍ତ କହିଲେ। ପ୍ରସବ ବେଳର ବେଦନା ଓ କିପରି ସେ ବିନା ଦ୍ୱିଧାରେ ପୁଅର ମଳ ଓ ପରିସ୍ରା ଲୁଗା ସଫା କରିଛନ୍ତି ତାହା କହିଲେ। ରାତ୍ରିର ତୃତୀୟ ପ୍ରହରରେ ସନ୍ତାନ ଜନ୍ମ ନେଲେ ସେ ବହୁତ ବଡ଼ ଲୋକ ହେବ ବୋଲି ଜ୍ୟୋତିଷ ଭବିଷ୍ୟ ଗଣନା କରିଥିବାରୁ ସେ କିପରି ନିଜର ପ୍ରସବଜନିତ ବେଦନାକୁ ଚାପି ରଖି ତୃତୀୟ ପ୍ରହରକୁ ଅପେକ୍ଷା କରିଥିଲେ ତାହା ମଧ୍ୟ ଜମିଦାରଙ୍କୁ କହିଲେ। ଶେଷରେ କହିଲେ, ଯୋଉ ମା ତୋ ପାଇଁ ଏତେ କଷ୍ଟ ସହୁଥିଲା, ଆଜି ସେହି ମାର ସେବା ଗୋଟିଏ ରାତି ପାଇଁ ତୁ କରିପାରିଲୁ ନାହିଁ। ଜମିଦାର ନିଜର ଭୁଲ ସ୍ୱୀକାର କରି ମାକୁ କ୍ଷମା ମାଗିଲେ ଓ ଜୀବନରେ କେବେ ମାତୃ ଋଣ ସୁଝି ହେବ ନାହିଁ ବୋଲି ନିଶ୍ଚିତ ହୋଇଗଲେ। ଜମିଦାର କହିଲେ, ମୁଁ ଭାବିଥିଲି ମୋ ମା ଜୀବଦଶାରେ ମାତୃ ଋଣ ସୁଝିବି ବୋଲି, ତାହା ତ ହୋଇପାରିଲା ନାହିଁ। ମା ହସି ହସି କହିଲେ, କେହି କେବେ ମା ଋଣ ସୁଝିପାରନ୍ତି ନାହିଁ। ତେବେ ବୁଝିଲେ, ମା ଠାରୁ ବଳି କେହି ବି ଏ ଜଗତରେ ନାହାନ୍ତି। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଛି ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲନ୍ତୁ ନାହିଁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।